नमस्कार ମୁଁ କମଳାକାନ୍ତ। ଭେନେଜୁଏଲାର କଥା ସମସ୍ତେ ପଢ଼ୁଛନ୍ତି ଜାଣୁଛନ୍ତି, କିନ୍ତୁ ଆମେରିକା କାହିଁକି ଆକ୍ରମଣ କଲା? ଗୋଟେ ଐତିହାସିକ ଓ ବିପଦପୂର୍ଣ୍ଣ ଦିନ ବିଶ୍ୱ ପାଇଁ ଥିଲା, ଯେତେବେଳେ ଗୋଟେ ଦେଶ ଉପରେ ଆକ୍ରମଣ ହେଇଯାଉଛି, ତା ରାଷ୍ଟ୍ରପତିକୁ ନେଇଯାଉଛନ୍ତି, ପୁଣି କହୁଛନ୍ତି ଆମେ ଶାସନ କରିବୁ, ତେଲକୁ ନିୟନ୍ତ୍ରଣ ରଖିବୁ। ଇଏ ଆମେରିକାର କଥା, ବିଶ୍ୱର କଥା। ଭେନେଜୁଏଲା ସପୋର୍ଟରେ ଯଦି କହିବା, କ୍ୟୁବା, ବ୍ରାଜିଲ, ରୁଷିଆ, ଚୀନ ଆସିଛନ୍ତି ଏମାନେ। ଆଉ ଆମେରିକା ସପକ୍ଷରେ ଇସ୍ରାଏଲ ବନ୍ଦନା କରୁଛି। ଫ୍ରାନ୍ସ ବି ଟିକେ ନା ଟିକେ ସମର୍ଥନ କରୁଛି। ଇଂଲଣ୍ଡ ସମର୍ଥନରେ ଆସିଛି। ଭାରତର ସମ୍ପର୍କ ଭେନେଜୁଏଲା ସହିତ ଭଲ, ତେଲର କଥା ବି ଅଛି। ଆମେରିକା ସହିତ ଦୁଶ୍ମନ ବି ଭାରତ ନେଇପାରିବନି। ଏ ରହିଲା କୂଟନୈତିକ କଥା। କିନ୍ତୁ ଭେନେଜୁଏଲା କ'ଣ ପାଇଁ? ଟିକେ ତଥ୍ୟ ମୁଁ ଆପଣଙ୍କ ନିକଟରେ ରଖିବି। 18% ବିଶ୍ୱର ତୈଳ ଭଣ୍ଡାର ଭେନେଜୁଏଲାରେ ଅଛି, ଯାହା ଉପରେ ଆମେରିକାର ନଜର ଅଛି। ଚୀନ ବାବୁଙ୍କ କଥା ଦେଖନ୍ତୁ। ଚୀନ ଭଦ୍ରଲୋକ ନୁହେଁ, ସେଠି ସେ ପୂର୍ବରୁ ମଧ୍ୟ ଲୋନ୍ ଦେଇଛି ଭେନେଜୁଏଲାକୁ। ତାର ଯେଉଁ ତୈଳ ଭଣ୍ଡାର ଅଛି ସେଠି ସେ ନିବେଶ କରିଛି ପୂର୍ବରୁ। ଆମେରିକା ବାଲା ଏବେ ଚାହୁଁଛନ୍ତି ଅକ୍ତିଆରରେ ନେବା ପାଇଁ, ତା ନୁହେଁ, ସିଏ ବି ଆଗରୁ ଚାଲିଥିଲେ। ଚୀନ ଲୋନ୍ ମାଗଣାରେ ଦେଇନି, ଆଉ ତାକୁ ବି ଅକ୍ତିଆର କରିବା ପାଇଁ ଚୀନ ତା ତରିକାରେ କରିଥିଲା। ଆମେରିକା ଶକ୍ତି ପ୍ରଦର୍ଶନ କଲା, ସେ ଭିନ୍ନ କଥା। ଆଉ ତେଲ କଥା ଯେଉଁ ଆମେ କହୁଛେ, ତେବେ ପୁରା ୱାର୍ଲଡର ଯାହା ଗଚ୍ଛିତ ତେଲ ଆମେ ଯାହା କହୁ, 18% କେବଳ ଭେନେଜୁଏଲାରେ ଅଛି। କିନ୍ତୁ ଅସୁବିଧା କ'ଣ? ତେଲ ତ ଅଛି, କାହିଁ ନେଇପାରୁନାହାନ୍ତି କେହି, କ'ଣ ଅଛି? ତା ତେଲ ଭଣ୍ଡାର ଯାହା ବିଶେଷଜ୍ଞ ବା ଯାହା ଆମେ ରିସର୍ଚ୍ଚ କଲୁ, ଟିକେ ଅଧିକ ବହଳିଆ ଏବଂ ତାକୁ ମାଟି ଭିତରୁ ବାହାରକୁ ଆଣିବା ପାଇଁ ଅଧିକ ପରିଶ୍ରମ ଦରକାର, ନୂଆ ଟେକ୍ନୋଲୋଜି ଦରକାର। ଭେନେଜୁଏଲା ପାଖରେ ସେଇଟା ନାହିଁ, ମେସିନ୍ ନାହିଁ, ପୁରୁଣା ହେଇଗଲାଣି ବହୁତ ବର୍ଷର। ନୂଆ ଟେକ୍ନୋଲୋଜି ଦରକାର, ସେ କଥା ବି ନାହିଁ। ଆମେରିକା ନେଲେ ହୁଏତ ତାଙ୍କ ଟେକ୍ନୋଲୋଜିର ବ୍ୟବହାର କରିକି ତେଲ ନେଇପାରେ। ସେଥିପାଇଁ ସେମାନେ ବେଶୀ ଏଇଭଳି ଭାବରେ ବାହାନା କରୁଛନ୍ତି। ଇଏ ଗୋଟେ କ'ଣ ନାଁ ଦିଆହେଇଛି ନା ନିଶାଦ୍ରବ୍ୟ ଆତଙ୍କବାଦ। ସିଏ ପୁଣି କାଳେ ଆମେରିକାବାସୀଙ୍କୁ ଦେଉଥିଲେ, ସିଏ ଖାଉଥିଲେ। ଇଏ ଗୋଟେ ତାଙ୍କର ଯୁକ୍ତି ଅଛି। ଇଏ ବି ଦେଇଥାଇ ପାରନ୍ତି, କିଛି ବଡ଼ କଥା ନୁହଁ, କିନ୍ତୁ ଉଦ୍ଦେଶ୍ୟ କ'ଣ ସମସ୍ତେ ଜାଣିଛନ୍ତି। ଆଚ୍ଛା, ତେବେ ସେଇ ଯେଉଁ କେବଳ ତୈଳ ଭଣ୍ଡାର କଥା ନୁହେଁ, ଯଦି ଆମେ ସୁନା କଥା ବି କହିବା, ତେବେ ଭେନେଜୁଏଲାରେ ବି ସୁନାର ଭଣ୍ଡାର ଅଛି। ମାନେ ଯଦି ଆମେ କହିବା ତଥ୍ୟ ଉପରେ ଟିକେ ନଜର ପକାଇଦେବା, ତେବେ 1000 ଟନ୍ର ସୁନା ଅଛି କୁହାଯାଉଛି। ଗୟାନା ସିଲ୍ଡ ବୋଲି ଜାଗା ଅଛି, ସେଠି 1000 ଟନ୍ର ସୁନା ବି ଅଛି। ସୁନା ସେପଟେ ତେଲ। ଆଚ୍ଛା, ପୁଣି ଅଛି, ତାକୁ ଅଣାଯାଇପାରୁନି। ଆମେରିକା ହୁଏତ ନେଲେ, ନିଜ ଅକ୍ତିଆରକୁ ନେଇଗଲେ ସେ ନେଇଯିବ। ଚୀନ ବି ସେ କଥା ପୂର୍ବରୁ କରିଥିଲା, ଏବେ ଭଦ୍ରଲୋକ ଦେଖାଉଛି, କିନ୍ତୁ ଚୀନ ଲୋନ୍ ଆକାରରେ ଦେଉଥିଲା। ତା ତରିକା ଭିନ୍ନ। ତେବେ ଯେଉଁ ସରକାରୀ କମ୍ପାନୀ ଅଛି ଭେନେଜୁଏଲାର, ସେ ସମର୍ଥ ନୁହେଁ ତେଲକୁ ବାହାର କରିବା ପାଇଁ। ସେପଟେ ଯିଏ ରାଷ୍ଟ୍ରପତି ଥିଲେ ତାଙ୍କୁ ନେଇଗଲେ। ଏବେ ଆମେରିକା ନିଜ ହାତରେ ରଖିବ ଏଟାକୁ। ମାନେ ଭାବନ୍ତୁ, ଆମେରିକା ଯେବେ ଚାହିଁବ ଯେଉଁ ଦେଶକୁ କେମିତି କରିପାରିବ। ଠିକ୍ ଅଛି, ଭେନେଜୁଏଲା ଛୋଟ ଦେଶ, ଆଉ ଟିକେ ମଧ୍ୟମ ବଡ଼। ଆମେରିକା ଆଗରେ ଯିଏ ବି ରହିପାରିବନି। ଆଉ ଆମେରିକାର ଟ୍ରାକ୍ ରେକର୍ଡ ବି ଦେଖିବା, କିନ୍ତୁ ଏଭଳି କରିକି ଆମେରିକା କେବେ ଲାଭରେ ରହିନି। 2003 ଇରାକ କଥା ମନେ ଥିବ ଆପଣଙ୍କ। ଇରାକରେ ଯୁଦ୍ଧ ହେଲା, ସେତେବେଳେ ବାହାନା ଥିଲା ହେଉଛି ରାସାୟନିକ ହତିଆର ରଖାହେଇଛି। ଆକ୍ରମଣ ହେଲା, ଆଉ 4500 ଆମେରିକାର ସୈନ୍ୟ ମଲେ। $2 ଟ୍ରିଲିୟନ୍ ଖର୍ଚ୍ଚ ହେଲା। ଆମେ 3 ଟ୍ରିଲିୟନ୍ ଇକୋନୋମି କଥା କହୁଛେ, $2 ଟ୍ରିଲିୟନ୍ କେବଳ ଖର୍ଚ୍ଚ ହେଇଥିଲା। ସେ ପୁଣି ଅଫିସିଆଲି ନନ୍ ଅଫିସିଆଲି କ'ଣ ଖର୍ଚ୍ଚ ହେଇଥିବ। ଲାଭ କ'ଣ ମିଳିଲା? ISIS ହେଇଗଲା। ପଛରେ ମିଛ ପ୍ରମାଣିତ ହେଲା ଯେ ସେମିତି କିଛି ଅସ୍ତ୍ରଶସ୍ତ୍ର ମିଳିଲା ହିଁ ନାହିଁ। କିନ୍ତୁ ସେଇ କଥା କହିକି ଆକ୍ରମଣ ଆମେରିକା କରିଥିଲା। 20 ବର୍ଷ ଆଫଗାନିସ୍ତାନରେ ରହିଲେ। ଏବେ ପୁଣି ସେଇ ତାଲିବାନ ହିଁ ଶାସନ କରୁଛି। 2021ରେ ଛାଡ଼ିଲେ ଆଫଗାନିସ୍ତାନ, ସେତେବେଳେ ପୁଣି ତାଲିବାନ ଶାସନ ହେଇଗଲା। ଏବେ ବି ସେଇଠି କ'ଣ ସ୍ଥିତି ପୁରା ବିଶ୍ୱ ଜାଣିଛି। ଭେନେଜୁଏଲାରେ ସମାନ ସ୍ଥିତି ଆସିପାରେ, କିନ୍ତୁ ବଡ଼ କଥା ହେଉଛି କୂଟନୈତିକ ସ୍ତରରେ ଜାତିସଂଘ ବଡ଼ ବଡ଼ ଦେଶ ଯେହେତୁ ଏଥିରେ ଟିକେ ମାନେ ମୁଣ୍ଡ ଖେଳଉଛନ୍ତି। ଆମେରିକା ତାଙ୍କୁ କେମିତି ହ୍ୟାଣ୍ଡେଲ୍ କରୁଛି ତା ଉପରେ ନଜର ରହିବ। କିନ୍ତୁ ଆମେରିକା ସହିତ କାହାର ଖରାପ ସମ୍ପର୍କ କେଉଁ ଦେଶ ଚାହିଁବନି। ଚୀନର ନଜର ବି ତେଲ ଉପରେ ହିଁ ଥିଲା। ଭାରତର ସମ୍ପର୍କ ଭେନେଜୁଏଲା ସହିତ ଭଲ, ତେଣୁ ଭାରତ ମାପିଚୁପି ବୟାନ ରଖୁଛି, ରଖିବା ବି କଥା। ଦେଶର କଥା, ଦେଶକୁ ଯେଉଁଟା ସୁହାଇବ ଆଗ କରିବା ପାଇଁ ପଡ଼ିବ। ସେଇପଟେ ଯଦି ଦେଖିବା, ବର୍ତ୍ତମାନ ଭେନେଜୁଏଲାରେ ଯେଉଁ ତେଲ ରହିଛି 18% ପୁରା ବିଶ୍ୱର, ଆମେରିକା ଚାହୁଁଛି ଯଦି ତାକୁ କଣ୍ଟ୍ରୋଲ କରିନେବ, ତେବେ ତାର ଯାହା ଟ୍ରେଡ୍ ୱାର୍ ଚୀନ ସହିତ ଚାଲିଛି, ବା ଚୀନ ଯାହା ତାକୁ ଟକ୍କର ଦେଉଛି,
ତାକୁ ଚେକମେଟ୍ କରିବା ପାଇଁ ଅନ୍ୟ ବିକଶିତ ଦେଶ ଯେଉଁମାନଙ୍କ ତେଲ ଦରକାର ଅଛି ତାଙ୍କର ଏକଚାଟିଆ କଥା ଚାଲିବ। ତେଣୁ ଏଇଭଳି ଭାବରେ ଆମେରିକା ନିଜକୁ ଆଗକୁ ନେବା ପାଇଁ ଚାହୁଁଛି। ଅଟକାଇବା ବି ମୁସ୍କିଲ। ସମସ୍ତେ ଦେଖିଲେ ଆକ୍ରମଣ କରାଗଲା, ରାଷ୍ଟ୍ରପତିକୁ ନେଇଗଲେ, କିନ୍ତୁ ବର୍ତ୍ତମାନ କେବଳ ନ୍ୟୁଜ୍ ହେଉଛି କିଭଳି ଭାବରେ ଗଲେ, କ'ଣ କଲେ, ଡେଲ୍ଟା ଫୋର୍ସ କ'ଣ କଲା, କିନ୍ତୁ ବର୍ତ୍ତମାନ ବି କିଛି ପଦକ୍ଷେପ ନିଆଯାଇନି। ତ ଦେଖାଯାଉ ଏ ଯୁଦ୍ଧ ପରେ, ଯୁଦ୍ଧ ତ କହିବାନି, କିନ୍ତୁ ଯେଉଁ ଆକ୍ସନ୍ ନିଆଗଲା ଆମେରିକା ପକ୍ଷରୁ ଭେନେଜୁଏଲାରେ, ତାପରେ କ'ଣ ହେଉଛି, ସେ ଯେଉଁ ତେଲ କଥା କୁହାଯାଉଛି, ସୁନା କଥା କୁହାଯାଉଛି, ତାକୁ ନେଇ ଆମେରିକା କ'ଣ କରିବ। ଆଗକୁ ଆଉ କିଛି ଏମିତି ତଥ୍ୟଭିତ୍ତିକ କଥା ଆସିଲେ ମୁଁ ଆପଣଙ୍କ ପାଖକୁ ଆସିବି। ନମସ୍କାର।